ଶଗଡ଼ ଗାଡ଼ିରେ ପ୍ରାୟ 16 ମାଇଲ ବାଟ ଯିବା ବଡ଼ ବିରକ୍ତିକର ଓ କ୍ଲେଶଦାୟକ ଜଣାଯାଇଥାନ୍ତା। ମାମୁଁ ଓ ବୋଉକୁ କେମିତି ଲାଗୁଥିଲା କେଜାଣି, ମୋତେ କିନ୍ତୁ କିଛି ଖରାପ ଲାଗିନି। ଶଗଡ଼ ଭିତରେ ମୁଁ ପ୍ରାୟ 18-19 ଥର ଶୋଇଥିବି ଓ ଉଠିଥିବି, ତେଣୁ ମୋତେ ବିରକ୍ତି ଲାଗିବାର ପ୍ରଶ୍ନ ନଥିଲା। ବାଟରେ ବଳଦମାନଙ୍କୁ ପାଣି ପିଇବା ଲାଗି 2-3 ଜାଗା ଶଗଡ଼ ଫିଟା ହେଉଥିଲା। ସବା ଶେଷରେ ଶଗଡ଼ ଗୋଟିଏ ନଈ ପାର ହୋଇ ମାମୁଁ ଘର ଗାଁକୁ ଛୁଇଁଲା। ବୋଉ ଟିକେ ସତେଜ ହୋଇ ଗଲା ପରି ଜଣାଗଲା। ମାମୁଁଙ୍କ ସାଙ୍ଗରେ ବେଶି ବେଶି କଥାବାର୍ତ୍ତା କଲା। ମାମୁଁକୁ କେତେ କଥା ପଚାରୁଥାଏ। ଅଳ୍ପ ସମୟ ଭିତରେ ଆମ ଗାଡ଼ିଟି ମାମୁଁ ଘର ଦ୍ୱାରମୁହଁ ପାଖରେ ଫିଟିଗଲା। ମାମୁଁ ଘର ଭିତରୁ ମାଇଁ ଆସି ବୋଉକୁ ନେଇଗଲା। ଆଉ ଜଣେ କିଏ ମୋତେ କାଖେଇ ପକାଇଲା। କେତେଜଣ ମୋତେ ରାମ ରାମ କହି ଗେଲ କରି ପକାଇଲେ। ସନ୍ଧ୍ୟା ହୋଇ ଆସୁଥାଏ। ସେଦିନ ମାମୁଁ ଘରର ଭୂଗୋଳ ଦେଖିବାର ସୁବିଧା ନଥିଲା। ପରଦିନ ମୋ ସାଙ୍ଗରେ ଖେଳ ଓ ଦୌଡ଼ାଦୌଡ଼ି କରିବା ଲାଗି ବହୁତ ଛୁଆ ମିଳିଗଲେ। ସେମାନଙ୍କ ସାଙ୍ଗରେ ମୁଁ ରାସ୍ତାରେ ଦୌଡ଼ାଦୌଡ଼ି କରିବାକୁ ଲାଗିଲି। ମାମୁଁ ଘରକୁ ଲାଗିକରି କାଶୀନାଥ ମହାନ୍ତିଙ୍କ ଘର। ଆମର ଜ୍ଞାନପୀଠ ପୁରସ୍କାର ବିଜେତା ଗୋପୀନାଥ ମହାନ୍ତି ତାଙ୍କର ଜ୍ୱାଇଁ। ତାଙ୍କର ବିଭାଘର ବେଳକୁ ମୁଁ ବଡ଼ ହୋଇଯାଇଥିଲି। ଦିନେ ମାମୁଁ ମୋତେ ହରି ମହାନ୍ତିଙ୍କ ଘରକୁ ନେଇଗଲେ। ହରି ମହାନ୍ତି କାଶୀନାଥ ମହାନ୍ତିଙ୍କ ଭାଇ। ସେ ଆମ ବୁଢ଼ାବାପା ହରି ମିଶ୍ରଙ୍କ ସଙ୍ଗାତ ଥିଲେ। ମୋତେ ଦେଖିବା ମାତ୍ରେ ମାମୁଁଙ୍କ ପାଖରୁ ନେଇଗଲେ ଏବଂ ପାଖରେ ବସାଇଲେ। କିଛି ଗେଲ କରିବା ପରେ ମୋତେ ମିଠେଇ ଖାଇବାକୁ ଦେଲେ। କାଶୀନାଥ ମହାନ୍ତିଙ୍କ ପୁଅ ବଂଶୀ ମହାନ୍ତି ସେ ପୁଅ କରି ନେଇଥିଲେ। ବଂଶୀ ମହାନ୍ତି ସେତେବେଳକୁ ଟୋକା ହୋଇ ସାରିଥିଲେ। ପ୍ରତିଦିନ ସକାଳେ ଆମ ସବୁ ପାଇକା ନଈକୁ ଗାଧୋଇବାକୁ ଯାଉ। ସେତେବେଳେ ପାଇକା ନଈରେ ବହୁତ ବଡ଼ ବଡ଼ ଚିଙ୍ଗୁଡ଼ି ହୋଇଥାଏ। ମୁଁ ଚିଙ୍ଗୁଡ଼ି ଭଲ ପାଏ ଜାଣି ବଂଶୀ ମହାନ୍ତି ଗୋଟା ଗୋଟା ବଡ଼ ଚିଙ୍ଗୁଡ଼ି ଧରି ମୋତେ ଦିଅନ୍ତି। ମୁଁ ଖୁସିରେ ତାକୁ ନେଇ ଚାଲି ଆସେ। ମାମୁଁ ଘରେ ଆକଟର ଚିହ୍ନ ବର୍ଣ୍ଣ ନଥିଲା। ସେଥିଲାଗି ମୋର ଦୁଷ୍ଟାମି ଟିକେ ବଢ଼ି ଯାଇଥିଲା। ଦିନେ ଗୋଟିଏ ଯୋଗୀ ମାମୁଁ ଘର ପିଣ୍ଡାକୁ ଉଠିଲା। ମୁଁ ଘର ଭିତରକୁ ଦୌଡ଼ି ଯାଇ କବାଟ ଆଉଜାଇ ଦେଇ କିଳିଣୀ ଲଗାଇଦେଲି ଓ ଖଣ୍ଡେ ପାଞ୍ଚଣ ବାଡ଼ି ଧରି ଲୁଚି ଠିଆ ହୋଇ ରହିଲି। ଯୋଗୀଟି କବାଟର କିଳିଣୀଟିକୁ ଖୋଲିଦେବା ଲାଗି ପାଖରେ ଥିବା ଗୋଟିଏ ଫାଟରେ ହାତ ଭର୍ତ୍ତି କରି କିଳିଣୀ ଆଡ଼କୁ ଆଣିଲା। ସେତିକିବେଳେ ତା ହାତରେ ମୁଁ ପାଞ୍ଚଣରେ ପାହାରେ ଦେଲି। ତାକୁ କାଟିଲା ପରି ପାହାରରେ ଅବଶ୍ୟ ମୁଁ ଦେଇ ନଥିଲି। ମୋର ମଧ୍ୟ ସେପରି ବାଡ଼େଇବାର ଜୋର ନଥିଲା। ତଥାପି ସେ ଯୋଗୀଟି ପାଟି କରି ଉଠିଲା। ମୁଁ ଭୟରେ କିଳିଣୀଟି ଖୋଲିଦେଲି। ତା ହାତରେ ଗୋଟିଏ ଫଟା ଥାଳ ଥିଲା। ଯୋଗୀଙ୍କ ପାଟି ଶୁଣି ବୋଉ ଦୌଡ଼ି ଆସିଲା ଓ ସେ ବୋଉକୁ କହିଲା, ଦେଖ ଛୁଆବାବୁ ମୋ ଥାଳକୁ ପିଟି ଫଟାଇ ଦେଲେ। ବୋଉ ଏକାବେଳକେ ଭୀତତ୍ରସ୍ତ ହୋଇ ପଡ଼ିଲା। ଯୋଗୀକୁ ମାରିବା ଗୋଟିଏ ବିରାଟ ଅପରାଧ। ଯୋଗୀଟି ସେ ବହୁତ ଅନୁନୟ ବିନୟ କରି ବୁଝାଇଲା ଓ କ୍ଷମା ମାଗିଲା। ମୋ ପାପର ଖ୍ୟାଲ ନ ପାଇ ତାକୁ ଘର ଭିତରକୁ ଡାକି ନେଇ ଖାଇବାକୁ ଦେଲା ଏବଂ ଯୋଡ଼ିଏ ପଇସା ଦେଲା। ତାପରେ ପୁଣି ମୋ ମୁଣ୍ଡରେ ଟିକେ ହାତ ବୁଲାଇ ଦେଇ ମୋତେ ଆଶୀର୍ବାଦ କରିବା ଲାଗି ଅନୁରୋଧ କଲା। ସେ ମଧ୍ୟ ମୋ ମୁଣ୍ଡରେ ହାତ ବୁଲାଇ ଦେଇ କହିଲା, ବାଲୁତ ପିଲା ଜାଣେ ନାହିଁ। ଘରୁ ମାମୁଁ ଘରକୁ ଆସିଲା ବେଳେ ମୋ ମୁଣ୍ଡରେ ଗୋଟିଏ ବଥ ଉଙ୍କି ମାରୁଥିଲା। ମାମୁଁ ଘରକୁ ଆସିବା ପରେ ତାହା କ୍ରମେ ବଡ଼ ହୋଇ ଏକ ନୁଟୁପୁଟିଆ ବଥରେ ପରିଣତ ହେଲା। ମୁଁ କିନ୍ତୁ ତାହାର ବେଦନା କିଛି ଜାଣିପାରୁ ନଥାଏ। ଦିନେ ମାମୁଁ ମୋତେ କାଖରେ ଧଇଲେ। ଗୋଟିଏ ଗାଉଁଲୀ ସର୍ଜନ ଭଣ୍ଡାରୀକୁ ସେ ଆଗରୁ ଡକାଇଥିଲେ। ଭଣ୍ଡାରୀ ତା ଖୁରଟିକୁ ପ୍ରସ୍ତୁତ କରି ରଖିଥିଲା। ମାମୁଁ ଜାକି ଜୁକି ମୋତେ ଧରିଥାନ୍ତି। ସେ ବଥଟାକୁ ପଚ୍ କରି କାଟିଦେଲେ। ମୁଁ ଚିଲେଇ ଉଠିଲି। ଗିନାଏ ଖଣ୍ଡେ ପୁଛ ବାହାରିଗଲା। ସେ ବାରିକକୁ ମୁଁ ଭାରି ଭୟ କରିଗଲି। 2-4 ଦିନ ଘାଟି ଶୁଖିଗଲା। କିନ୍ତୁ ବାରିକକୁ ମୋର ଭୟଟା ରହିଗଲା। ମୁଁ ଦୁଷ୍ଟାମି ଆରମ୍ଭ କଲି। ହେଇ ବାରିକ ଆସିଲା ବୋଲି କେହି କହି ଦେଉଥିଲେ। ମୁଁ ଭୟରେ ବାରିଆଡ଼କୁ ଦୌଡ଼ି ପଳାଉଥିଲି। ବୋଧହୁଏ 15-20 ଦିନ ମୁଁ ମାମୁଁ ଘରେ ରହିଲି। ଆମ ଘରୁ ଜଣେ ଚାକର ଯାଇ ପହଞ୍ଚିଲା। ଘରକୁ ଫେରିବା ଲାଗି ସମସ୍ତେ କହିଛନ୍ତି ବୋଲି କହିଲା। ଦିନେ 2 ଦିନର
ପରେ ମାମୁଁ ଘର ଗୋଟିଏ ବଳଦ ଗାଡ଼ି ସଜିଲି କଲେ। ମାମୁଁ ଘରର ଆନନ୍ଦର ଜୁଆରଟାକୁ ବାରିକ ଭଟ୍ଟା ପକାଇ ଦେଇଥିଲା। ତେଣୁ ମାମୁଁ ଘର ପରିତ୍ୟାଗ କରିବାରେ ମୋର ଦୁଃଖ ନଥିଲା। ବୋଉ ଗାଡ଼ିରେ ବସିବାର ପ୍ରାୟ ଘଣ୍ଟାକ ଆଗରୁ ଜୋରେ କାନ୍ଦିବାକୁ ଲାଗିଲା। କାହିଁକି ସେ କାନ୍ଦିଲା ମୁଁ କିଛି ବୁଝିପାରିଲି ନାହିଁ। ଗାଁର ବହୁତ ସ୍ତ୍ରୀ ତା କାନ୍ଦଣା ସହ ଯୋଗ ଦେଇଥିଲେ। ତାହା ଏକ ସର୍ବନାଶିକା କାନ୍ଦଣା ପରି ଶୁଭୁଥିଲା। ମୁଁ ମନେ ମନେ ଭାବିଲି, ବୋଉକୁ ସିନା କିଏ ମାରିଲା, ସିଏ କାନ୍ଦୁଛି, ଏମାନେ କାହିଁକି କାନ୍ଦୁଛନ୍ତି? ମୁଁ କଥାଟିର ସାରଭଙ୍ଗରେ ନ ପାରି ଚୁପ୍ ରହିଲି। ଶଗଡ଼ରେ ବସିଲି। ବୋଉ ସେମିତି କାନ୍ଦୁଥାଏ। ମାଇଁ ଆଉ କେତେଜଣ ସ୍ତ୍ରୀ ଲୋକ ନଈକୂଳ ବିଦାୟ ଦେବାକୁ ଆସିଲେ। ମାମୁଁ ସଙ୍ଗରେ ଆସିଲେ। ମୋର ହେତୁ ହେବା ପରେ ମୁଁ ଆଉ ଥରେ ବୋଉ ସହ ମାମୁଁ ଘରକୁ ଯାଇଥିଲି। ସେତେବେଳକୁ ମୋର ଭଲ ମନ୍ଦ ବୁଝିବାର ଜ୍ଞାନ ଆସି ଯାଇଥାଏ। ମାମୁଁଙ୍କର ବଡ଼ ଝିଅ ଶାଶୁଘରକୁ ଯିବା ଉପଲକ୍ଷେ ବୋଉ ଓ ମୁଁ ମାମୁଁ ଘରକୁ ଆସିଥିଲୁ। ଯେଉଁଦିନ ମାମୁଁଙ୍କ ବଡ଼ ଝିଅ ଶାଶୁ ଘରକୁ ବାହାରିଲା, ସେଦିନ ବୋଉ ଓ ଦୁଇ ମାଉସୀ ମାଇଁ ଆଦି ସମସ୍ତେ ଏତେ ଜୋରରେ କାନ୍ଦିଲେ ଯେ କାନ ଅତଡ଼ା ପଡ଼ିଗଲା। ମାମୁଁଙ୍କ ଝିଅ ଉପମା ନାନୀ ପହିଲେ ଟିକେ ସୁଁ ସୁଁ ହେଲା। ସେ ସୁଁ ସୁଁଟା କ୍ରମେ ଉଁ ରେ ପରିଣତ ହେଲା। ତାହାପରେ ବିକଟ ଚିତ୍କାର କରି ସେ ମଧ୍ୟ କାନ୍ଦିବାକୁ ଲାଗିଲା। ସେ କନ୍ଦଣା ସଙ୍ଗରେ ଗୀତ ବୋଲା ଯାଉଥାଏ। କନ୍ଦଣା ଭିତରେ କିଏ ସରସ ହେବ, ତାର ଏକ ପ୍ରତିଯୋଗିତା ଚାଲିଥାଏ। ମୁଁ ମନେ ମନେ ଭାବୁଥାଏ, ଏମିତି ଏମାନେ କାହିଁକି କାନ୍ଦୁଛନ୍ତି? ସିଏ ତ ତାର ଶାଶୁଘରକୁ ଯାଉଛି। ଏମାନଙ୍କର କି ଅନିଷ୍ଟ ହୋଇଯାଇଛି ଯେ? ଉପମା ନାନୀ ସବରିରେ ବସି ପ୍ରାୟ 200 ଗଜ ଦୂରରେ ଥିବା ତା ଶାଶୁଘରକୁ ଚାଲିଗଲେ। ତାପରେ ମାମୁଁ ଘରେ ସମସ୍ତେ ଆନନ୍ଦ କଲରୋଲ ଆରମ୍ଭ କରିଦେଲେ। ସଭା ସାନ ପହଞ୍ଚି ମାଉସୀ ହସି ହସି କହିଲା, ଉପମା ଏମିତି କାନ୍ଦି ପାରିବ ବୋଲି କିଏ ଜାଣିଥିଲା ମ? ଏପରି ଉତ୍କୃଷ୍ଟ କାନ୍ଦଣା କାନ୍ଦିଥିବାରୁ ଉପମାକୁ ସମସ୍ତେ ବଧେଇ ଦେଇ ଆନନ୍ଦ ଧ୍ୱନି କରିଥିଲେ। ସେତେବେଳେ ମୁଁ ଭାବିଥିଲି, ଆରେ ହେ, ଏମାନେ ମହାଠକ। ପେଟରେ ତ ଏତେ ଆନନ୍ଦ ଥିଲା, କାନ୍ଦ ବାହାରିଲା କୁଆଡ଼ୁ? ପ୍ରଥମ କାନ୍ଦଣା ତତ୍ତ୍ୱ ମୁଁ ଏତେ ଦିନେ ଧରି ପାରିଛି। ଆମ ବଳଦ ଗାଡ଼ି ନଈ ପାର ହୋଇ ସଡ଼କରେ ପହଞ୍ଚିଲା। ଦିନ 4ଟା-5ଟା ବେଳକୁ ଆସି ନୂଆ ବଜାର ପୋଲ ପାଖରେ ହେଲା। ସେତିକିବେଳେ ଅଚାନକ ମେଘ ଘୋଟି ଆସି କୁକୁଡ଼ା ଅଣ୍ଡା ପରି କୁଆପଥର ଅଜାଡ଼ି ଦେଇଗଲା। ପାଖରେ ଥିବା ଲୋକମାନେ ପାଟି କରି ଉଠିଲେ, ବଲଦ ଫିଟାଇ ଦେ। ଶଗଡ଼ିଆ ସଙ୍ଗେ ସଙ୍ଗେ ବଲଦ ଫିଟାଇ ଦେଲା। ତାଲତାଟି ଉପରେ ଗାବୁ ଗାବୁ ହୋଇ କୁଆପଥରମାନ ପଡ଼ୁଥାଏ, କିନ୍ତୁ ତାଟି ଫୁଟି ନଥିଲା। ଆମମାନଙ୍କର କିଛି ମଧ୍ୟ କ୍ଷତି ହୋଇନଥିଲା। ବର୍ଷା ଥମିବାରୁ ପୁଣି ବଲଦ ଯୋଗ ହେଲା। ସନ୍ଧ୍ୟାବେଳେ ଆମେ ଘରେ ଆସି ପହଞ୍ଚିଲୁ। ଆମ ଘରର ପର୍ବପର୍ବାଣୀ। ଆମ ଘରେ ସବୁଠାରୁ ବଡ଼ ପର୍ବ ହେଲା ଦୁର୍ଗାପୂଜା। ଆମ ପିଲାମାନଙ୍କର ସବୁଠାରୁ ବେଶୀ ଆକର୍ଷଣ ଥିଲା ନୂଆ ନୂଆ ଲୁଗା ଓ କାମିଜ, ବାଧାହୀନ ବୁଲାବୁଲି, 5 ଦିନ ବ୍ୟାପୀ ସୁସ୍ୱାଦୁ ଭୋଜନ। ସପ୍ତମୀ ପୂର୍ବରୁ ବୁଢ଼ାବାପା ଓ କକେଇଙ୍କ ସଙ୍ଗେ ଆମେ ବଜାର ଯାଉ। ସେଠି ଜଣେ ଦରଜୀ ଆମର ସବୁ ମାପଚୁପ ନିଏ। ବେଳେବେଳେ ଆମେ ଜୋତା ପାଇଁ ଅଲି କରୁ, ତାହା ମଧ୍ୟ ମଞ୍ଜୁରି ପାଇଥାଏ। ଯଥା ସମୟରେ ସେସବୁ ଆସି ଆମ ଘରେ ଥୁଆ ହୋଇଥାଏ। ସପ୍ତମୀ ଦିନ ସକାଳେ ସେସବୁ ଆମକୁ ଦିଆଯାଏ। ସପ୍ତମୀ ଦିନ ସକାଳେ ଆମ ଘରେ ପୂଜା ପାଉଥିବା ପିତ୍ତଳ ଦୁର୍ଗାମୂର୍ତ୍ତିଙ୍କୁ ଖଟୁଲିରୁ କାଢ଼ି ଆଣି ମଜାମଜି କରାଯାଏ। ଲେମ୍ବୁ ପାଣିରେ ମଜାମଜି କରିବା ଦ୍ୱାରା ତାହା ଖୁବ୍ ଚକଚକ ହୋଇଥାଏ। ମୂର୍ତ୍ତିକୁ ଭଲ ଭାବରେ ଗାଧୋଇ ପାଧୋଇ ଦେଇ ତାଙ୍କ ପାଇଁ କିଣା ହୋଇ ଆସିଥିବା ନୂଆ ଜରିଲୁଗା ପିନ୍ଧାଇ ଦିଆଯାଏ। ତାପରେ ସୁସଜ୍ଜିତ ଖଟୁଲିରେ ତାଙ୍କୁ ଥୁଆଯାଏ। ସକାଳୁ ସକାଳୁ କିଛି କିଛି ମିଠାଇ ଆମେ ଖାଇଥାଉ। ମୁଁ ସହଜେ ଗୋଟେ ଧରମ ପେଟୁଥାଏ। ସବୁବେଳେ ଭାବୁଥାଏ, କେତେବେଳେ 10ଟା ବାଜିବ, ଠାକୁରାଣୀ ପୂଜା ସରିବ, ଆଉ ଆମେ ଖେଚୁଡ଼ି ତିଆରି ଓ କ୍ଷୀରି ଇତ୍ୟାଦି ଖାଇବୁ। ଘଣ୍ଟାଟା 10 ବାଜିବାକୁ ମଠ ମଠ କରୁଛୁ ବୋଲି ମୁଁ ଅନୁଭବ କରେ। ଖାଇସାରି ଆମେମାନେ ସମସ୍ତେ ସାହି ଟୋକାଙ୍କ ସହିତ ଦଳ ବାନ୍ଧି ବୁଲୁ। ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ ଓ ଏକାଦଶୀ ଗୁଡ଼ିକ ମହାବେଗରେ ପଳାଉଥିବାରୁ ମନରେ ଭାରି ଦୁଃଖ ଜାତ ହେଉଥିଲା। ତାପରେ ଆସେ କାଳୀପୂଜା। କାଳୀପୂଜା ଦିନ ସନ୍ଧ୍ୟା ପୂର୍ବରୁ ଦୀପାଳି ମାନଙ୍କରେ ତେଲ ଦେଇ ଆଲୁଅ ସଜାଇବାରେ ଅନେକ ଯାଆନ୍ତି। ମୁଁ ବୁଢ଼ାବାପାଙ୍କ ସହିତ ମାଢୁଆଲି ପିଠିରେ ଥିବା ଔଷଧ ଦୋକାନକୁ ଚାଲିଯାଏ। ବାଟରେ କାଳୀମୂର୍ତ୍ତି ଦେଖିଦିଏ। ଆମ ସଙ୍ଗରେ ଜଣେ ଚାକର ଗୋଟେ ବଡ଼ ବେତା ନେଇ ଯାଇଥାଏ। ବେତାଟି ଦୋକାନରେ ଥୁଆ ହୁଏ।
ବହୁ ବାଢୁଆଲି ବନ୍ଧୁ ପୂଜା ପୁଲା ଫଟକା ଓ ଅନ୍ୟାନ୍ୟ ଆତସବାଜି ଆଣି ସେହି ବେତାରେ ପକାନ୍ତି। ଆମେ ଫେରିଲା ବେଳକୁ ବେତାଟି ନାନାବିଧ ଆତସବାଜିରେ ପୂର୍ଣ୍ଣ ହୋଇଯାଇଥାଏ। ଚାକର ତାକୁ ମୁଣ୍ଡାଇ ଆମ ଘରକୁ ଆସେ। ଘରେ ପହଞ୍ଚିବା ମାତ୍ରେ ପଇଆ ଶ୍ରାଦ୍ଧ ଆରମ୍ଭ ହୋଇଯାଏ। ଆମେ ସବୁ କାଉରିଆ ବିଡ଼ା ଧରି ଶ୍ରାଦ୍ଧ ପାଖରେ ନିଆଁରେ ଲଗାଉ ଏବଂ ଜ୍ୱଳନ୍ତା କାଉରିଆ କାଠିଗୁଡ଼ିକ ଦାଣ୍ଡକୁ ନେଇ ଆସୁ। କାଉରିଆ କାଠି ଦାଣ୍ଡରେ ଥୁଆ ହେବା ମାତ୍ରେ ବାଣ ଫୁଟା ଆରମ୍ଭ ହୋଇଯାଏ। ଆମେ ସବୁ ଝୁରୁଝୁରିଆ ରଙ୍ଗୀନ ଦିଆସିଲି ଚଡ଼ଚଡ଼ି ଫୁଟାଉ। ଫଟକା ଫୁଟାଇବାକୁ ଭୟ ହୁଏ। ଅବଶ୍ୟ ଅନ୍ୟର ହେମତ ଓ ଉପଦେଶ ପାଇଁ ଗୋଟାଏ ଅଧେ ଫଟକା ଫୁଟାଉ। ବେଲେ ବେଲେ ହାତରେ ଥିବା ଅବସ୍ଥାରେ ଗୋଟା ଗୋଟା ଫଟକା ଫୁଟିଯାଏ। ତାପରେ ଭୟରେ ଆଉ ଫୁଟାଉ ନାହୁଁ। ବଡ଼ ବଡ଼ ହାବେଲି ଓ ଡବଲ ଫଟକାମାନ ବଡ଼ ମଣିଷମାନେ ଲଗାନ୍ତି। ହାବେଲିମାନଙ୍କର ଗର୍ଜନ ଶୁଣି ଆମ କାନ ତାପ୍ତା ହୋଇଯାଏ। ଅନାର, ମହାତାପ, ଚକ୍ରୀ ଆଦି ବାଣ ବୟସ୍କମାନଙ୍କ ପାଇଁ ଉଦ୍ଦିଷ୍ଟ ଥାଏ। କେବଳ ଆମ ଘରେ ନୁହେଁ, ଆମ ଦାଣ୍ଡଟା ବିସ୍ତୃତ ହୋଇଥିବାରୁ ସମସ୍ତେ ସେହିଠାରେ ହିଁ ଫଟକା ଫୁଟାନ୍ତି। ଫଟକା ଫୁଟା ସରୁ ସରୁ ରାତି ପ୍ରାୟ 12ଟା ବାଜିଯାଏ। ଦୋକାନରୁ ଫେରିଲା ବେଳେ ଆମେ ବାଟରେ ଦୋକାନୀମାନଙ୍କରେ ଆଖି ଝଲସିଆ ରୋଷଣୀ ସବୁ ଦେଖୁ। ଅଧିକାଂଶ ଦୋକାନ ଦୀପ ଆଲୁଅରେ ସଜା ହୋଇଥାଏ। ବଡ଼ ବଡ଼ ଦୋକାନରେ ଗ୍ୟାସ ଆଲୁଅର ଝାଡ଼ ଶୋଭା ପାଉଥାଏ। ଦୋକାନ ଭିତରେ ଏକାଧିକ ପଞ୍ଚ ଲାଇଟ୍ ଲାଗି ଦୋକାନଟି ଦିନ ପରି କରି ଦେଇଥାଏ। ଫଳନ୍ତି ଓ ଅଫଳନ୍ତି କଦଳୀ ଗଛରେ ଦୋକାନ ଆଗଗୁଡ଼ିକ ସଜା ହୋଇଥାଏ। ସେ ସମୟରେ ଦେବାଲିର 10-12 ଦିନ ଆଗରୁ ପ୍ରତି ଅଧ ମିନିଟରେ ଗୋଟାଏ ଦିଟା ଢୋ ଢୋ ଶବ୍ଦ ଶୁଭୁଥାଏ। ଦେବାଲି ଦିନ ପ୍ରତି ସେକେଣ୍ଡରେ ଶହ ଶହ ଫଟକାର ଶବ୍ଦ ଶୁଭୁଥାଏ। ସକାଳୁ ଉଠି ଦାଣ୍ଡକୁ ଚାହିଁଲେ ଦାଣ୍ଡଟି ପ୍ରାୟ ଆଣ୍ଠିଏ ବହଳର ତାଳପଦରେ ଭର୍ତ୍ତି ହୋଇ ଯାଇଥିବାର ଦେଖୁ। ରାତିରେ ଗୋଟାଏ ଗୋଟାଏ ଫଟକା ଫୁଟେ ନାହିଁ। ବଡ଼ ବଡ଼ ପିଲାଏ ତାକୁ ଗୋଟାଇ ଆଣି ପିଣ୍ଡାରେ ବସି ତାକୁ ଖୋଲନ୍ତି। ବାରୁଦତକ ଝାଡ଼ି ପିଣ୍ଡା ଉପରେ ଏକାଠି କରନ୍ତି। ଆମେ ସବୁ କ'ଣ ହେବ ବୋଲି ଭାବି ଚାହିଁଥାଉ। ସେ ବଡ଼ ପିଲା ଗୋଟାଏ କାଉରିଆର ନିଆଁ ଖୁଣ୍ଟ ଆଣି ସମସ୍ତଙ୍କୁ ଆଡ଼େଇ ଦେଇ ଓ ନିଜେ ଟିକେ ଘୁଞ୍ଚିଯାଇ ବାରୁଦ ଦେହରେ ନିଆଁ କାଠି ଗେଞ୍ଜି ଦିଏ। ସେ ଭାସୁ କରି ଭୁସ୍ କରି ଜାଳିଦିଏ ଓ ଗୋଟାଏ ବଡ଼ ଆଲୁଅ ଦିଶେ। ଆମେ ସବୁ ଆଶ୍ଚର୍ଯ୍ୟ ହୋଇଯାଉ। ମୁଁ ଏଇ ନୂଆ ଗବେଷଣାଟିକୁ ମନେ ରଖି ନେଇଥିଲି। ଥରେ ସକାଳୁ ଉଠି ଫୁଟି ନଥିବା ଫଟକା ସବୁ ଗୋଟାଇଲି। ଗୋଡ଼ାଏ ଫଟକା ମିଳିଲା। ତାକୁ ସବୁ ଫିଟାଇ ଗୋଟାଏ କାଗଜରେ ରଖିଲି। ତାହା ଗୋଟାଏ ପୁଡ଼ିଆ ହୋଇଗଲା। ବାରୁଦ ସଙ୍ଗରେ ଏପରି ଖେଳୁଥିବାର କେହି ଦେଖି କକେଇ ଆସି ମୋ କାନଟିକୁ ମୋଡ଼ିଦେଲେ ଏବଂ ସେ ବାରୁଦତକ ଗୋଟାଏ ପୁଡ଼ିଆ କରିଦେଇ ବାଡ଼ି ଆଡ଼ର ହାତ ନ ପାଇବା ବୋଲି ଗୋଟାଏ କାନ୍ଥ କୁରାରେ ରଖିଦେଲେ। ଆମ ଘରେ କଂସା ବାସନ ମାଜୁଥିବା ଗୋଟାଏ ଛୁଆ ଝିଅ ଥିଲା। ନାଁ ତାର ହେମ। କକେଇଙ୍କର କାନ୍ଥ କୁରାରେ ବାରୁଦ ପୁଡ଼ିଆ ରଖିବାଟା ତା ଦୃଷ୍ଟିରୁ ଲୁଚି ରହିପାରିଲା ନାହିଁ। ବଡ଼ ବଡ଼ ମଣିଷ ନଥିଲା ବେଳେ ସେ ତହିଁ ଆରଦିନ ମୋତେ ଗୁପ୍ତରେ ଡାକିଲା। ନାମ ହାୱା କଲିବା। ମୁଁ ପଚାରିଲି, ବାରୁଦ କେଉଁଠି ଅଛି? ସେ ବାରୁଦ ରଖାଯାଇଥିବା ଥାନଟି ମୋତେ ଦେଖାଇଦେଲା। ଆମେ ଦୁହିଁଙ୍କ ହାତ ସେଇଠିକି ପାଇବା ଅସମ୍ଭବ ଥିଲା। ନିକଟରେ ଥିବା ଗୋଟାଏ ଉଗୁଡ଼ା ମାଟିକୁଣ୍ଡକୁ ସେ ଓ ମୁଁ ଦୁହେଁ ଲାଗିପଡ଼ି ବହୁ କଷ୍ଟରେ କାନ୍ଥ କୁରା ତଳକୁ ଠେଲି ଠେଲି ନେଇ ଆସିଲୁ। ସେ କୁଣ୍ଡ ଉପରେ ଚଢ଼ି ବାରୁଦ ପୁଡ଼ିଆଟିକୁ ତଳକୁ ନେଇ ଆସିଲା। ମହାନନ୍ଦରେ ଆମେ ଦୁହେଁ ତାକୁ ଫିଟାଇ ହାୱା କରିବା ଲାଗି ପ୍ରସ୍ତୁତ ହୋଇଗଲୁ। ଗୋଟାଏ କରଛୁଲିରେ ଟିକିଏ ନିଆଁ ଥିବା ଗୋଟାଏ ବଡ଼ ଅଙ୍ଗାର ମୁଣ୍ଡା ସେ ଆଣିଲା। ମୁଁ ତାକୁ ବାରୁଦ ଉପରେ ପକାଇଦେଲି। ଅଙ୍ଗାରଟା ତଳକୁ ରହିଗଲା। ନିଆଁଟା ଉପରକୁ ଉଠିଗଲା। ତେଣୁ ହାୱା ହେଲା ନାହିଁ। ମୁଁ ଆଙ୍ଗୁଠିରେ ସେ ଅଙ୍ଗାରଟିକୁ ଏପାଖ ସେପାଖ କଲି ଓ ସେ ତାକୁ ଫୁଙ୍କିଲା। ହାୱାରେ କରାମତି ସଙ୍ଗେ ସଙ୍ଗେ ଅନୁଭବ କରିନେଲୁ। ଭୁସ୍ କରି ଗୋଟାଏ ବଡ଼ ନିଆଁ ଉପରକୁ ଉଠିଗଲା। ତା ବାଲତକ ସବୁ ପୋଡ଼ିଯାଇ ଓ ପୁରୁକୁଟି ଗନ୍ଧ କଲା। ଇଲୁ ଇଲୁ ହୋଇ ସେ ପାଟି କଲା। ତାର ସମ୍ପୂର୍ଣ୍ଣ ମୁହଁଟି ଓ ମୋର ଦୁଇ ହାତ ଯାକ କଳା ପଡ଼ିଗଲା। ମୁଁ ଭୟରେ ତଟସ୍ଥ ହୋଇଗଲି। ତାର ମା ତାର କାନ୍ଦଣା ଶୁଣି ଦୌଡ଼ି ଆସିଲା। ତାକୁ ସାନ୍ତ୍ୱନା ଦେବା ପରିବର୍ତ୍ତେ ତା ପିଠିରେ ବିଧା ଚାପୁଡ଼ା ଲଦିବାକୁ ଲାଗିଲା। ଆଉ ଅନ୍ୟମାନେ ଦୌଡ଼ି ଆସି ତାକୁ ମାରିବାକୁ ବାରଣ କଲେ। କକେଇ କେଉଁଠି ଶୁଣି ଧାଇଁ ଆସିଲେ। ମୋତେ ଗାଳି ଦେଇ କହିଲେ, ହଇରେ ମାଙ୍କଡ଼,
ମୁଁ ଏଠି ଆଣି ବାରୁଦ ପୁଡ଼ିଆ ଥୋଇଲି, ତଥାପି ତୋ ଆଖିକୁ ଦିଶିଗଲା। ସଙ୍ଗେ ସଙ୍ଗେ ହେମର ଓ ମୋର ଚିକିତ୍ସା ଆରମ୍ଭ ହୋଇଗଲା। ତା ମୁହଁରେ ଗୋଟେ ପ୍ରସ୍ତ ଚୋପା ଓ ମୋ ଦୁଇ ହାତରୁ 2ଟା ଚୋପା ଛାଡ଼ିଗଲା। ବାଲୁଦ ବୟସ ଥିବାରୁ ସବୁ ହଜମ ହୋଇଗଲା। ଏତକ ହେବା ପାଇଁ ପ୍ରାୟ ମାସେ ସମୟ ଲାଗିଗଲା। ଏ ଘଟଣାର ବହୁଦିନ ଯାଏ ଆମ ଘରର ଲୋକେ ତାକୁ ଦେଖିଲେ କହିଲେ, ଆ ନାମ ହାୱା କଲିବା। ଏହାପରେ ଆମ ଘରରେ ଆଉ ଗୋଟେ ବଡ଼ ପର୍ବ ପାଳନ୍ତି। ତାହା ହେଉଛି କାର୍ତ୍ତିକ ପୂର୍ଣ୍ଣିମା ବା ଡଙ୍ଗା ଭସା ଉତ୍ସବ। ସେ ସମୟରେ କାର୍ତ୍ତିକ ପୂର୍ଣ୍ଣିମାକୁ ଏତେ ଶୀତ ପଡ଼ୁଥାଏ ଯେ ପଦାକୁ ବାହାରିଲେ ଦେହ କନ କନ ହୋଇଯାଇଥାଏ। ପୂର୍ଣ୍ଣମୀ ପୂର୍ବଦିନ ରାତିରେ ଡଙ୍ଗା ସବୁ କିଣା ହୋଇଆସେ। ବୋଉ ଓ ଖୁଡ଼ିମାନେ 16 ଡଙ୍ଗାରେ ବତୀ ସବୁ ପୋଡ଼ି ଲଗାନ୍ତି। ପ୍ରାୟ ରାତି 4ଟା ବେଳେ ସମସ୍ତେ ଉଠନ୍ତି। ଡଙ୍ଗା ଲୁଗା ପଟା ଓ ବାଣ ସହ ଆମକୁ ନେଇ ପୋଖରୀକୁ ଯାଆନ୍ତି। ଶୀତରେ ଥରୁଥିବାରୁ ଆମେ ଘୋ ଭାଇ ହୋଇଥାଉ। ପୋଖରୀ କୂଳରେ ନିଆଁ ପୁଇଁବା ପାଇଁ ଆମ ପାଇଁ କିଛି ନିଆଁ ଜାଳେଇ ଦିଅନ୍ତି। ସେମାନେ ଆଗ ସମସ୍ତେ ଗାଧୋଇ ପଡ଼ନ୍ତି। ତାପରେ ଆମେ ଆମମାନଙ୍କୁ ନେଇ ଗାଧୋଇ ଦେଇ ଦୀପକାଠିକୁ ଜଳାଇ ଦେଇ ଆମ ହାତରେ ଡଙ୍ଗା ଧରାଇ ଦେଇ ଭସାଇବାକୁ କୁହନ୍ତି। ଆମେ ସମସ୍ତେ ଗାଁରୁ ଗୀତ ଶିଖିଥାଉ। ଭସାଇଲା ବେଳେ ଆକା ମା ଆ ଗୋଇଲୋ ପାନ ଗୁଆ ଖାଇଲୋ, ପାନ ଗୁଆ ତୋର ମାସକ ଧର୍ମ ମୋର। ଶୁଖିଲା ଲୁଗା ସବୁ ସାଙ୍ଗରେ ଯାଇଥାଏ। ଡଙ୍ଗା ଭସାଇ ଦେବା ପରେ ଓଦା ଲୁଗା ସବୁ ଫୋପାଡ଼ି ଦେଇ ଆମେ ଶୁଖିଲା ଲୁଗା ପିନ୍ଧୁ ଓ ନିଆଁ ପୋଉ। ସେତିକି ବେଳେ ଫଟକା ସବୁ ଫୁଟାଉ। ଏଇ ଫଟକାତକ ଫୁଟାଇବା ଲୋଭରେ ଆମେ ଶୀତରେ ଥୁରୁ ହୋଇ ଗାଧୋଉ। ଆମ ସାହିର ପ୍ରାୟ ସମସ୍ତେ ଆମର ପୋଖରୀରେ ଯାଇ ଡଙ୍ଗା ଭସାନ୍ତି। ଅନ୍ଧାରରେ ଆମେ ପୋଖରୀ ଗୋଟାଯାକ ଡଙ୍ଗାଗୁଡ଼ିକର ଦୀପ ଆଲୁଅରେ ବଡ଼ ସୁନ୍ଦର ଦେଖାଯାଉଥିଲା। ଘରକୁ ଆସି ଦିନବେଳା ଖେଚିଡ଼ି ଓ ତିଅଣ ଓ ସନ୍ଧ୍ୟାବେଳକୁ ମଣ୍ଡା ପିଠା ପାଇଁ ପାଟିରୁ ନାଳ ଗଡ଼ାଇବାରେ ଲାଗିପଡ଼ୁ। ଅତି ପିଲା ହୋଇଥିବାରୁ ବାଲିଯାତ୍ରା ଦେଖିବାର ସୌଭାଗ୍ୟ ଆମମାନଙ୍କର ନଥିଲା। ସେତେବେଳେ ସମସ୍ତେ ଚାଲି ଚାଲି ବାଲିଯାତ୍ରା ପଡ଼ିଆକୁ ଯାଉଥିଲେ। ପିଲା ହୋଇଥିବାରୁ ଏତେ ବାଟ ଚାଲିପାରୁନୁ ବୋଲି ଆମକୁ ସେଠାକୁ ଯିବାକୁ ଦିଆ ହେଉନଥିଲା। ବଡ଼ ବଡ଼ମାନେ ଯାଉଥିଲେ। ଆମେ ଭଲ କରି ଜାଣିଥାଉ। ସେମାନେ ରାତି 8ଟା 9ଟା ବେଳକୁ ଫେରିଲା ବେଳେ ସାଙ୍ଗରେ ଶିଲପୁଆ ପରି ଗୋଲାପ ଜାମୁନ, ଛୋଟ କଖାରୁ ପରି ରସଗୋଲା ଓ ଲଡ଼ୁ ନିଶ୍ଚୟ ଆଣିବେ। ଆସିବା ମାତ୍ରେ ଆମେ ବେଢ଼ି ଯାଉ ଏବଂ ତା ଦେହରୁ ଅଂଶବିଶେଷ ସବୁ ପାଉ। ସେହି ସମୟରେ ଗୋଟାଏ ବୋଲି ଶୁଣା ଯାଉଥିଲା, ଆରେ ଛତରା, ଦଶରା ଗଲା, ଦିଆଲି ଗଲା, ଆସିଛି ବାଲିଯାତ୍ରା। ବାଲିଯାତ୍ରାଟି ଚାଲିଯିବା ପରେ ଆମ ମନ ଯାହା ସବୁ କଷ୍ଟ ହେଉଥାଏ ତାକୁ କିଞ୍ଚିତ ଲାଘବ କରି ଦେଉଥିଲା ପଢୁଆ ଅଷ୍ଟମୀ। ଆମ ଘରେ କେବଳ ମଝିଆ ଖୁଡ଼ି ଓ ମଝିଆ କକେଇଙ୍କ ପୁଅ ପଢୁଆ ହୁଅନ୍ତି। ମୋ ଉପରେ ଜଣେ ନାନୀ ପଢୁଆ ହୋଇ ମରିଯାଇଥିବାରୁ ମୁଁ ପଢୁଆ ହେବାର ଦାବୀ ହରାଇଥିଲି। ଭାଇନାଙ୍କ ପାଇଁ ତାଙ୍କ ମାମୁଁ ଘରୁ ଲୁଗା ଆଉ ମିଠେଇ ଆସେ। ମୁଁ ତ ପଢୁଆ ନୁହେଁ, ମୋ ପାଇଁ ଆସିବା ବା କାହିଁକି? ମୁଁ କିନ୍ତୁ ଜବରଦସ୍ତି ପଢୁଆ ହେବା ଲାଗି ବହୁତ କାନ୍ଦକଟା କରିବାକୁ ବୋଉ ଗୋଟେ ବାସି ଲୁଗା ଆଣି ମୋତେ ପିନ୍ଧାଇ ଦେଇ ଭାଇନାଙ୍କ ପାଖରେ ବସାଇ ଦିଏ। ଡାଲୁଅ ଓ ଯୋଗୁ କାନିସିରି ପାଣି ପାଇଲା ପରି ମୁଁ ପଢୁଆ ହେବାର କିଞ୍ଚିତ ସୁଖ ପାଇଯାଏ। ଅସଲ ସୁଖ ଏଣ୍ଡୁରି ପିଠା ଖାଇବାରେ। ଘରର ସମସ୍ତେ ଏଣ୍ଡୁରି ଖାଉଥିଲେ ସୁଦ୍ଧା ପଢୁଆ ଆଗ ଖାଏ। ଆଗ ଖାଇବାର ସୁଖଟା ଅବଶ୍ୟ ଲୋଭନୀୟ ଥିଲା। ଏହାପରେ ଲକ୍ଷ୍ମୀ ପୂଜା ଆସୁଥିଲା। ସେଥିରେ ମଧ୍ୟ ବହୁତ ପିଠାପଣା ହୁଏ। ଏସବୁ ବାଦ ଆହୁରି ଅନେକ ଛୋଟ ଛୋଟ ପର୍ବ ଥାଏ। ରଜ ପର୍ବରେ ସେହିପରି ରାତି 4ଟାରେ ଉଠି ଗାଧୁଆ ପାଧୁଆ କରିସାରି ପୋଡ଼ପିଠା ଖାଇବାରେ ଲାଗିଯାଉ। ପୂର୍ବଦିନ ରାତିରେ ବୋଉ ଓ ଖୁଡ଼ିମାନେ ଅଳଙ୍କାର ପତ୍ର ସବୁ ମାଜିମୁଜି ରଖିଥାନ୍ତି। ରଜ ପର୍ବର ଭୋରୁ ଏସବୁ ଏବଂ ନୂଆ ଲୁଗା ପିନ୍ଧି ସେମାନେ ସାହି ପଡ଼ୋଶୀଙ୍କ ଘରକୁ ଯାଆନ୍ତି। ସେମାନେ ମଧ୍ୟ ଆମ ଘରକୁ ଆସନ୍ତି। ରଜରେ ଗୋଟେ ଜିନିଷ ବିଷୟ ବର୍ଣ୍ଣନା କଲେ ପାଠକମାନଙ୍କୁ ବିଶେଷ ଆମୋଦ ଦେଇପାରେ। ଆମ ଘରେ ସେଦିନ ଫୋନିଗ୍ରାଫ ବାଜିବାର ବ୍ୟବସ୍ଥା ହୋଇଥାଏ। ସେତେବେଳେ ସେ ଖଣ୍ଡମଣ୍ଡଳରେ ଫୁନ୍ଦଲାବାଲା ଗୋଟେ କୁକୁର ମାର୍କା ଫୋନିଗ୍ରାମ ଅଳ୍ପ ଦୂରରେ ଥିବା ଆମ ସୂର୍ଯ୍ୟବନ୍ଧୁ ଶ୍ୟାମସୁନ୍ଦର ନନ୍ଦଙ୍କ ଘରେ ଥାଏ। ଦିନ ପ୍ରାୟ 8ଟା 9ଟା ବେଳକୁ 2 ଜଣ ଚାକରଙ୍କ ସହିତ ଆମେ 2-3 ଜଣ ପିଲା ଫୋନିଗ୍ରାଫ ଆଣିବା ଲାଗି ସେଠାକୁ ଯାଉ। ଆମ ଭିତରୁ ଜଣେ ପୁନ୍ଦଲାଟା ଧରେ, ଜଣେ ଚାକର ବାକ୍ସଟିକୁ ମୁଣ୍ଡାଏ, ଆଉ ଜଣେ ଚାକର ରେକର୍ଡ ବାକ୍ସଟିକୁ ମୁଣ୍ଡାଇ ଫେରୁ। ସାଉଣ୍ଡ ବକ୍ସଟିକୁ ନନ୍ଦଙ୍କ ଘରୁ ସାନପୁଅ ଭାଗୀରଥ ନିଜ ହାତରେ ଧରି ଆମ ସହିତ ଆସନ୍ତି। ମୁଁ ଥରେ ତାଙ୍କୁ କହିଥିଲି,
ସେଇଟା ଆମକୁ ଦଉନା, ଆମେ ନେଇଯିବୁ। ସେ କିନ୍ତୁ ସାଉଣ୍ଡ ବକ୍ସର ଗୁରୁତ୍ୱ ଆମମାନଙ୍କୁ ବୁଝାଇବାକୁ ଯାଇ କହିଥିଲେ, ପିଲେ ବୁଝିଲ, ଏ ଫୋନିଗ୍ରାଫ ଭିତରେ ଏଇଟା ହେଲା ଅସଲ ଜିନିଷ। ଏଇଠି ନଥିଲେ ଫୁନ୍ଦଲ ଏ ବାକସ ଏ ରେକର୍ଡ କେହି କିଛି କାମ କରିପାରିବେନି। ଏଇଟି ହେଲା ଫୋନିଗ୍ରାଫର ଜୀବନ। ଏଇଟି ଲାଗିଲା ମାତ୍ରେ ଫୋନିଗ୍ରାଫରେ ଜୀବ ଫୋନ ପଶେ ଏବଂ ସେ ଗାଇ ଉଠେ। ତେଣୁ ଏ ଜିନିଷଟିକୁ ମୁଁ ନିଜେ ନେଇକରି ଯିବି, ପିଲାଙ୍କ ହାତରେ ଦେବି ନାହିଁ। ଅତି ହୁସିଆର ହୋଇ ଏହାକୁ ବ୍ୟବହାର କରିବାକୁ ହୁଏ। ଟିକେ ଓଲମ ବିଲମ ହେଲେ ଏଥିରୁ ଜୀବନ ଛାଡ଼ିଯିବ। ମୋର ଭାରି କୌତୂହଳ ଜାତ ହେଉଥିଲା, ଜୀବନଟା କେମିତିଆ ଓ ତା ଭିତରେ ସେ କେଉଁଠି ଲୁଚି ରହିଛି ତାହା ଦେଖିବି। ଘରେ ଗ୍ରାମ ଫୋନ୍ ବାଜି ଉଠିଲା ବେଳେ ମୁଁ ଗୀତ ଫିତ ନ ଶୁଣି ସାଉଣ୍ଡ ବକ୍ସରେ ଜୀବନଟା କେଉଁଠି ଅଛି ଏବଂ ତାହା କି କାମ କରୁଛି ତାହାକୁ ନିରେଖି କରି ଚାହୁଁଥାଏ। ଗ୍ରାମଫୋନ୍ ବାଜିଲା ବେଳେ ଆମ ଘରେ ଜମି ଯାଇଥିବା ବନ୍ଧୁମାନଙ୍କ ଚାରିଆଡ଼େ ତାଙ୍କୁ ଆବରି ବସିଥିଲେ। ସମସ୍ତେ ମୋହନ ଗୋସାଇଙ୍କର ଗୀତ ଗୁଡ଼ିକ ଭାରି ତାରିଫ କରୁଥିଲେ। ଜଣେ ଜଣେ କହୁଥିଲେ, ମୋହନ ଗୋସାଇଁଠାରୁ ଈଶ୍ୱରଙ୍କ ଗୋଟାଏ କଲା ନିଶ୍ଚୟ ଅଛି। ତା ନହେଲେ ଜଣେ ମଣିଷ ପକ୍ଷରେ ଏମିତି ଗୀତ ବୋଲିବା ଅସମ୍ଭବ। ମୁଁ କିନ୍ତୁ ଈଶ୍ୱର କଲା, ମୋହନ ଗୋସାଇଁଙ୍କ ଗଲା ବିଷୟ ମୁଣ୍ଡରେ ପୁରାଉ ନଥିଲି। ମୁଁ ଖାଲି ଚାହିଁଥାଏ ସାଉଣ୍ଡ ବକ୍ସକୁ, ଆଉ ସବୁବେଳେ ଜୀବନଟାକୁ ତା ଭିତରେ ଖୋଜୁଥାଏ। ମୋହନ ଗୋସାଇଁଙ୍କର କଲା କେଉଁ ବାଟ ଦେଇ ସେ ଯନ୍ତ୍ରରେ ପଶୁଛି ଏବଂ ସେଇଠୁ ଗୀତ ବାହାରି ପଡ଼ୁଛି ତାହା ହିଁ ଦେଖିବା ଲାଗି ଡାକି ରହିଥାଏ। କିନ୍ତୁ କିଛି ନ ପାଇ ହତାଶ ହୁଏ। ଗୀତର ପ୍ରଭାବ ମୋ ଉପରେ କିଛି ପଡ଼ୁନଥାଏ। ବଜାର ସାରି ନନ୍ଦେ ସାଉଣ୍ଡ ବକ୍ସଟିକୁ କାଢ଼ି ନେଇଯାଆନ୍ତି। ଅନ୍ୟ ସବୁ ଜିନିଷ ଆମ ଘରେ ରୁହେ। ତା ପରଦିନ ପୁଣି ସାଉଣ୍ଡ ବକ୍ସକୁ ଆଣି ବଜାନ୍ତି। ଏପରି 3 ଦିନ କଟିଯାଏ। ପ୍ରଥମ ଦିନ ରଜର ଆଉ ଗୋଟିଏ ବିଶିଷ୍ଟ ବିଷୟରେ ଆମେ ପିଲାଏ ଅଂଶଗ୍ରହଣ କରୁ। ସେଦିନ ଆମ ଘରକୁ ବରଫ ଆସିବ ବୋଲି ଆଗରୁ ସ୍ଥିର କରାଯାଇଥାଏ। ସକାଳୁ ମୁଁ ଜଣେ ଚାକର ସହ ରାଣୀହାଟରେ ଥିବା ଆମର ଜଣେ ସୂର୍ଯ୍ୟ ବନ୍ଧୁଙ୍କ ଘରକୁ ଯାଏ। ସେ ଥିଲା ଜଣେ ବଡ଼ ମେକାନିକ, ନୀଲୁ ଚୌଧୁରୀଙ୍କ ଘର। ସେ ମୋ ବୋଉକୁ ଧରମ ଝିଅ କରିଥିଲେ। ମୁଁ ସେଠାକୁ ଗଲେ ଆଈର ଆଦରରେ ଜୁଡ଼ୁବୁଡ଼ୁ ହୋଇଯାଏ। ଆଈ ମୋତେ ଦେଖିଲା ମାତ୍ରେ ଆଗ କିଛି ମିଠାଇ ଖାଇବାକୁ ଦିଏ, ତାପରେ ଯାଇ କଥାବାର୍ତ୍ତା। ବରଫ ପାଇ ବସିଛି ବୋଲି ମୁଁ କହିବା ମାତ୍ରେ ତା ପାଇଁ ସବୁ ବରାଦ ହୋଇଯାଏ। ବରଫ କଳରେ ଜଣେ କାରିଗର ସେହି ଘରର ଲୋକ। ସେ ମୋର ମାମୁଁ ହୁଅନ୍ତି। ସେ ତାଙ୍କର ସକାଳ କାମ ସବୁ ସାରିଦେଇ ବରଫ କଲକୁ ଯାଆନ୍ତି। ସେତେବେଳେ ସେ ବରଫ କଲର ନାମ ଭୀମା ବରଫ କଲ ଥିଲା, କି ଆଉ କ'ଣ ଥିଲା ମୋର ମନେ ନାହିଁ।